ଘଡ଼ି ସନ୍ଧି ମୁହୂର୍ତ୍ତ ସମୟ ଆସିଯାଇଛି ବୋଲିକି କୁହାଯାଉଥିଲା। ମହାସମର ଚାଲିଛି। ଗଲା 9 ମାସ ଆଉ ରହିଲା। ଏ ମାସଟା ଗଲେ ଆଉ 9 ମାସ ରହିଲା। ଏ 9 ମାସ ଭିତରେ ସାରା ବିଶ୍ୱବାସୀ ସିଏ ଯାହା ଚାହୁଁଛନ୍ତି ମୋ କତୁରୁ କିଛି ଶୁଣିବା ଲାଗି ଚାହୁଁଛନ୍ତି, ତାଙ୍କୁ ଶୁଣେଇ ଦଉଛି। ଆଜି ବର୍ତ୍ତମାନ ଶୁଣଉଛି। ସାବଧାନ ହେଇଯାଅ। ଆମେ କାହା କଥା ମାନିବା, କାହା କଥାରେ ଚାଲିବା, କାହା କଥା ଶୁଣିବା ନାହିଁ, ଆମକୁ ନିତାନ୍ତ ଦରକାର। ସେଥିଲାଗି କହିଛି ସତର୍କ ରହିବା। ଧର୍ମ ଡାକରା ଦିଆହଉଛି। ଜାଗ ଜାଗ ଆହେ ହେ ଭାରତବାସୀ, ଓଡ଼ିଶା ବିଶ୍ୱ ଜନତା, ସବୁ ସମସ୍ତଙ୍କୁ ସାବଧାନ କରିଦିଆହଉଛି। ଏକତ୍ରିତ ହେବା। ଗୋ ଚଲାଣ, ଗୋ ହତ୍ୟା, ନିଶା ମୁକ୍ତି କରାଇବା। ଏଇଟା ଗୋରୁ ଚଲାଣ କରିବା, ଇଏ ଗୋ ହତ୍ୟା କରିବା, ଆଉ ଇଏ ନିଶା ମୁକ୍ତି କରେଇବା। ଏଇଟା ହଉଛି ଆମର ମୂଳ ଲକ୍ଷ୍ୟ। ଏ ଦିଗରେ ଆମେ ଲକ୍ଷ୍ୟ ରଖିବାକୁ ବାଧ୍ୟ। ଆଜି ସେଥିଲାଗି ଏ ପୃଥ୍ୱୀ ଧ୍ୱଂସ ହେବାକୁ ବସିଲାଣି। ଏ ଯୁଦ୍ଧ କାହିଁକି ହଉଛି? ଆମେ କାହା କଥା ମାନିବା? କାହା କଥା ମାନିବା? ଆମେ ଏ ତ କାହାରି କଥା କେହି ମାନୁନାହାନ୍ତି, କେହି କାହାରି କଥା ଶୁଣୁନାହାନ୍ତି, କେହି କାହା କଥା ଜାଣୁନାହାନ୍ତି। ଇଏ କିଏ କାହା କଥା ମାନିବା? ଆମେ କାହା କଥା ମାନିବା? ଆରେ ମୂର୍ଖ ହେଇଗଲେ ଆମେ। ଆଜି ଆମ ସମାଜ ଧ୍ୱଂସ ହେଇଗଲା। ଏମିତି ଧ୍ୱଂସ ହେଇଯିବ ନା ଆମେ ବାଟକୁ ଆସିବା? ବାରମ୍ବାର ବହୁତ ଥର କହିକି ଆମେ ନବକଳେବର ହେଇଗଲେ ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ହେଇପାରିବ। ହେଲା ନାହିଁ। ଏଇ ଯୋଉ ଆମେରିକା, ଚୀନ, ଜର୍ମାନୀ, ଯାହା ଯୋଉ ଯୁଦ୍ଧ ଚାଲିଛି, କଣ ପାଇଁ ଚାଲିଛି? କାହିଁକି ଚାଲିଛି? ଆମେ କେହି କାହାରି କଥା ଶୁଣିବାରେ ନାହିଁ। ଆମେ ମରିବା। ଆପଣା ହସ୍ତେ ଜିହ୍ୱା ଛେଦି କେବା ଅଛି ତୋର ପ୍ରତିବାଦୀ। ମୁଁ ଓଡ଼ିଶାରୁ, ଏଇ ଭାରତ ବର୍ଷ ତରଫରୁ ମୁଁ ସାବଧାନ କରିଦଉଛି। ଆପଣମାନେ ସବୁ ସାବଧାନ ହେଇଯାଆନ୍ତୁ। ବିଶ୍ୱବାସୀ ସାବଧାନ ହେଇଯାଆନ୍ତୁ। କାହାକୁ ମାନିବା? ଆରେ ନିଜ ବାପାକୁ ମାନ, ନିଜ ମାକୁ ମାନ। ଆଉ ଏ ବିଶ୍ୱରେ ମାଲିକ ଯିଏ ବାପା ଅଛନ୍ତି, ସେ ଖାଇବା ପିଇବାକୁ ଦେଇକି ତମକୁ ବଞ୍ଚେଇକି ରଖିଛନ୍ତି, ସେ ବାପା ମାକୁ ମାନ। ସେ ବାପା ମା କିଏ ଚିହ୍ନ? ଆରେ ମୂର୍ଖ, ଆଜି ପର୍ଯ୍ୟନ୍ତ କିଛି ଚିହ୍ନି ପାରିଲ ନାହିଁ। ଆରେ ବାପା ପା ଏ ସୃଷ୍ଟିର ମାଲିକ। ବହୁତ ସାଧୁ ସନ୍ଥ ଖାଲି ମିଛ କହିବାରେ ବ୍ୟସ୍ତ ଅଛନ୍ତି। ଛଦ୍ମବେଶୀ ବେଶ ଧରିକି ସାଧୁ। ବାବା କଣ ମିଛ? ପ୍ରକୃତ ସତ ଘଟଣା, ସତ ରାସ୍ତା କେହି ଦେଖଉନାହାନ୍ତି, କେହି କହୁନାହାନ୍ତି। ସତ କଥା କେହି କହିବାକୁ ଚେଷ୍ଟା କରୁନାହାନ୍ତି। କଣ ସତ ଏଇଠି ରହିଲା? ଆରେ ସତ ଏଇ ଲାଗବା। ଆରେ ବିଦେଶୀ ମଦ ଖାଇକି ବଡ଼ ବଡ଼ ମନ୍ତ୍ରୀ ନେତା ପର୍ଯ୍ୟନ୍ତ ପାଗଳ ହେଇକି ବୁଲୁଛନ୍ତି। ମୋ ଆଖି ଆଗରେ ମୁଁ ନିଜେ ଦେଖୁଛି। ମୋ ଆଖି ଉପରେ ମୁଁ ନିଜେ ଦେଖୁଛି। ମୁଁ ଆଜିକି ମୋର 109 ବର୍ଷ ହେଇଗଲା। ମୁଁ ଦେଖିକି ଆସୁଛି। ମୋ ଦେହ ସହୁନି। ମୁଁ ସେଥିଲାଗି ଏ ମୁର୍ଦାର କଥା କହୁଛି ରେ। କାହାକୁ ମାନିବା?
ଏ ବିଶ୍ୱର ବାପା, ଏ ସୃଷ୍ଟିର ମାଲିକ, ତାଙ୍କୁ ତାଙ୍କରି କଥା ମାନ। ଆରେ ଏଇ ସୃଷ୍ଟିର ମା କିଏ? ମା ଲକ୍ଷ୍ମୀ, ମା ଧରିତ୍ରୀ, ମା ବସଧା, ଯିଏକି ଆମ ବାପା ମାଆକୁ ଆଜିକି ଆମକୁ ଆଜିକି ଖୋଇ ପେଇକି ବଢ଼େଇକି ବଞ୍ଚେଇକି ରଖିଛନ୍ତି। ତାଙ୍କରି କଥା ମାନ। ନିଜ ବାପା ମା ଜନ୍ମ କରିଛନ୍ତି ତମକୁ। 84 ଲକ୍ଷ ଯୋନି ଭ୍ରମି ଭ୍ରମି କେତେ ଦାନ ପୁଣ୍ୟ କରି କରି କହିଛି ବହୁତ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ମହିତଳେ। ବାବା ଆପଣ କହୁଛନ୍ତି କଣ ଏଇ ଭୟାନକ ସମୟ ଆସିଛି? ଏଇ ଲାଗେ ଯୋଉ ସମୟ ଆସିଛି ନା, ଏଇଥିରେ ସବୁ କାହାରି ଥଳକୂଳ ରହିବନି। ଏଇ ଲାଗେ ମାନିବାକୁ ବାଧ୍ୟ। ବାବା କାହିଁକି ଥଳକୂଳ ରହିବନି? ନାଇଁ, ଘୋର ଅଶାନ୍ତି ହେଇଗଲା, ଅତି ଅନ୍ୟାୟ ହେଇଗଲା, ସବୁ ନିଶାସକ୍ତ ହେଇଗଲେ, ଆଉ କେହି କାହାରି କଥା ମାନିଲେନି। ଘଟଣା କହୁଛି ମୁଁ, ଏଇ ଘଟଣାରୁ ସେ ଯୁଦ୍ଧ ଘଟଣା ହଉଛି ସବୁ। ଆମେ ବାପା ମାଆକୁ ମାନିଲେନି, ଗୁରୁ ଗୁରୁଜନ ମାନିଲେନି, ଆମ ଧର୍ମଶାସ୍ତ୍ର ମାନିଲେନି, ଆମର ଧର୍ମ କଣ ମାନିଲେନି। ଆଉ କଣ? ବାବା କଣ ସମସ୍ତେ କଣ ମାନୁନାହାନ୍ତି? ନା ନା, ଏଇ ଲାଗେ ଘଡ଼ି ସନ୍ଧି ମୁହୂର୍ତ୍ତ ସମୟ ଆସିଯାଇଛି। ଆରେ ଏମିତି ତ ସମସ୍ତେ କିଛି ଲୋକ ମାନୁନଥିବେ। ଶୁଣୁ ବାପା, ଆଉ 9 ମାସ ରହିଲା, ସତ୍ୟର ସତ୍ୟ ଯୁଗ ଆସିଯିବ। ଏଇ ଷ୍ଟେଜ ଭିତରେ କଣ ହଉଛି ଆହୁରି ଦେଖେ। କୋଉ ଷ୍ଟେଜ ବାବା? ଏଇ ଯୁଦ୍ଧ ସମୟ 3 ମାସ ଭିତରେ ଗଲା, 3 ମାସ ଯାଇନି, ଏ 3 ମାସ ଯିବ, ଏ 4 ମାସ, ହଁ 9 ମାସ ଦେଖିବୁ, ଆଉ 9 ମାସ ରହିଲା। ଆପଣ କହୁଛନ୍ତି ଆଉ 9 ମାସ? 9 ମାସ ରହିଲା। ଏଇ 9 ମାସ ଭିତରେ ଦେଖିବୁ ଖୁବ ବଡ ବଡ ନେତା ମରିଯାଇଥିବେ, ବଡ ବଡ ନେତା। ଏଇ ଯୋଉ ସମୟଟା ଆପଣ କହୁଛନ୍ତି ବହୁତ ଭୟାବହ ହବ? ଏଇଟା ଅତି ଭୟାବହ। ଆହୁରି କାହିଁକି ଭୟାବହ ହବ? ଆରେ ମୁଁ ଆଜି ପର୍ଯ୍ୟନ୍ତ ଏଇଠି, ଏଇ ଖଣ୍ଡଗିରି, ଏଇ ଉଦୟଗିରି, ଏ ଜନସମାଜର ଅସୁବିଧା ହେଇଯାଇଛି। ଜନସମାଜ ଧ୍ୱଂସର କରାଳ ମୁଖରେ ସମ୍ମୁଖୀନ ହେଇସାରିଛି। ବର୍ତ୍ତମାନ ହା ଅନ୍ନ ଚିତ୍କାର କରିବେ, ଲୋକ ଖାଇବାକୁ ମୁଠେ ପାଇବେନି। ଏଇ ଲାଗେ କଣ ସରକାର ଦଉଛି, ଖାଲି ଚାଉଳ ଦଉଛି, ଖାଉଛ, ଚାଉଳ ମିଳିବ ନାହିଁ। ଆରେ ମୋ ଜୀବନରେ ମୁଁ ନିଜେ 3 ବର୍ଷ ମେଘ ବର୍ଷିଲା ନାହିଁ, ମୁଁ ନିଜେ ଭୋଗ କରିଛି। ଯୋଉ 3 ବର୍ଷ ମେଘ ବର୍ଷିଲା ନାହିଁ, ଖାଇବାକୁ ଲୋକ କିଛି ପାଇଲେନି। ଆପଣ କହୁଛନ୍ତି କଣ ଆଗକୁ ଏମିତି ମରୁଡି ହବ? ହଁ, ରେଙ୍ଗୁନ ଦେଶରୁ ଚାଉଳ ଆଇଲା ବୋଲିକି, ଚାଉଳ କଣ ରେଙ୍ଗୁନ ପଠେଇଲା, ଖୁଦ ଚାଉଳ। ସେଇ ଚାଉଳକୁ ରାନ୍ଧିକି ତୋରାଣି ପିଇଲେ। ଏଇ ବାଉଁଶ ଗଛରେ ଧାନକୁ କୁଟିକି ରାନ୍ଧିକି ଖାଇଲେ। ତା ପର ବର୍ଷ ପୋକ ମାଛି ଭଳିଆ ଲୋକ ଗୁରା ମରିଗଲେ। ଆଉ ଆମେ ଆଖି ଉପରେ ଦେଖିଛୁ, କହିବୁ କଣ? ମରିଗଲେ ଲୋକ ଗୁରା। ସିଏ ମରିଗଲା ପରେ ଆଉ ଯୋଉମାନେ ରହିଲେ, ସେଇମାନେ ଖୁବ ଭଲ ଶାନ୍ତି ଆସିଗଲା। ମେଘ ଇନ୍ଦ୍ର ବର୍ଷିଲା, ବୃଷ୍ଟି କଲା। କାହିଁକି ଇନ୍ଦ୍ର ବୃଷ୍ଟି କରିବ କାହିଁକି? ଏଇଠି ଦେଖ ନା କୁଆଡେ କୁଆଡେ ବର୍ଷା ହେଲାଣି। କୋଉ ଦିନ ବର୍ଷା ଛାଡ଼ ହେଇଛି? ଭୟଙ୍କରରୁ ଅତି ଭୟଙ୍କର। ଏ ଖଣ୍ଡଗିରିରେ ଠୋପେ ପାଣି ପଡୁନେଇ। ଏ ଖଣ୍ଡଗିରି କି ବର୍ଷା ନାହିଁ, କି ପବନ ନାହିଁ, କି କିଛି ନାହିଁ। କଣ ପାଇଁ? ଅଦିନରେ ବର୍ଷା ଏମିତି ହଉଛି, ପବନ ଏମିତି ହଉଛି, ଲୋକଙ୍କର ମୃତ୍ୟୁ ହଉଛି। ନା, ଇଏ ଆହୁରି ମରିବେ। ଇଏ ଗଛ ହାଣିଛନ୍ତି ଯୋଉମାନେ, ଗଛ ତମକୁ କଣ ଦଉଛି? ଆରେ ଗଛଟିଏ ଲଗୁଅ,
ଗଛ ଦଉଛି ଅକ୍ସିଜେନ। ଆପଣ ବାବା ବାବା ଆପଣ କହୁଛନ୍ତି ସବୁଆଡେ ବର୍ଷା ହଉଛି, ଦଉଛି ତମ କତରୁ ଅଙ୍ଗାରକାମ୍ଳ। ଆଉ କଣ ଦଉଛି? ଫଳ ଦଉଛି, ପତ୍ର ଦଉଛି, ଡାଳ ଦଉଛି, ଖାଉଛ, ପିଉଛ, ବଢିଛ, ବଞ୍ଚିଛ। ତମେ ଯଦି ତାକୁ ଶେଷ କରିଦବ, ତମେ ଶେଷ କରିଦବା ନାକି ସିଏ, ଆରେ ତମ ପାଖେ ପାଖେ ବା ତମ ବାପା ମା ଯିଏ ସୃଷ୍ଟିର ମାଲିକ, ବଡି ଗାର୍ଡ ଭଳିଆ ତମ ପାଖେ ପାଖେ ରହିକି ଠିକ ଭୁଲ ପ୍ରଶ୍ନର ଉତ୍ତର ଦଉଛନ୍ତି। ବାବା ଆପଣ କହୁଛନ୍ତି ସବୁଆଡେ ବର୍ଷା ପବନ ହଉଛି, ଖଣ୍ଡଗିରି କି ହଉନି? କାହିଁକି କୋଉଠି ହଉଛି? ହବ କେମିତି? ଇଏ ବିଲ୍ଡିଂ ଉପରେ 9 ମହଲା 10 ମହଲା କରାହଉଛି। ଶୁଣ, ଯେତେବେଳେ ନିଜ ଗଛକୁ ଚିହ୍ନିବେ ନାହିଁ, ନିଜ ବାପା ମାକୁ ଚିହ୍ନିବେ ନାହିଁ, ଯେତେବେଳେ ଚିହ୍ନିବେ ସେତେବେଳେ ଶାନ୍ତି ଆସିବ। ଏଇନାକେ ଇରାନ ଇଏ ଯୋଉ ଇଏ ଯୁଦ୍ଧ ଚାଲିଛି, କାହିଁକି ଯୁଦ୍ଧ ଚାଲିଛି ଏଗୁଡ଼ା କହିପାରିବନି। ବର୍ତ୍ତମାନ କାହାରି ଥଳ କୂଳ ନାହିଁ, ଜ୍ଞାନ ବୁଦ୍ଧି ବିବେକ ସବୁ ହରେଇ ଦେଇକି ବସିଛନ୍ତି। କଣ କରିକି ବାପା କହନି? ଏ ଦେଶୀ ମଦ ବିଦେଶୀ ମଦ ଇଏ ଭିତରେ ଭିତରେ ଖୋଳ କରିଦେଲାଣି। ଇଏ ଗୋରୁ ମାଂସ ମଣିଷ ମାଂସକୁ ମଣିଷ ଖାଇଲେଣି ରେ ବାପା। ଆଉ କିଛି କହିପାରିବୁନି। ଯୋଉ ଯେତକ ପଚା ପଡୁଛି ନା ସମୁଦ୍ରରେ, ପାଣିରେ ଯାଉଛି, ନଈ ନାଳରେ, ସବୁ ପଚାକୁ ଖାଇକି ସେ ମାଛ କିମ୍ଭୀର ଏଇଗୁଡ଼ା ସବୁ ଜନ୍ମ ହେଇଛନ୍ତି ଏ ପୋକରୁ। ସେଇ ପୋକ ଗୁଡାକୁ ଖାଇବାରେ ଏବେ ଲାଗିଛନ୍ତି ଛାଣିକି। ଆଉ ଏ ସମାଜ ରହିବ କଣ ବାପା? ଆଜି ଇଏ ଦୁର୍ଭିକ୍ଷ ପଡ଼ିବ ସୁନିଶ୍ଚିତ। ଏ ଖାଦ୍ୟ ଇଏ ସରକାର ଦେଇଛି, ଆହାର କେନ୍ଦ୍ରରେ ଆହାର ଫିଙ୍ଗା ହଉଛି। କିରେ କଣ ଇଏ କାରବାର? କି ଆହାର ଦିଆ ହଉଛି? ଇଏ କାହିଁକି ତମେ ଫିଙ୍ଗୁଛ? ତମେ ନ ଖାଇପାରିବ ତ ରଖି ନବନି, ଖାଦ୍ୟ ଫିଙ୍ଗିବ କାହିଁକି? ଆଜି ଏଇ ଅତି ପାପ ଭାରା ହେଲାରୁ ଆଜି ଏ ସବୁ ହେଲା। ସେଥିଲାଗି କହିଛି ବିଶ୍ୱ ମା ବିଶ୍ୱ ବାପା ମା ଜନ୍ମକର୍ତ୍ତା ବାପା ମା ବାକ୍ୟକୁ ମାନିବୁ, ଆଗତ ଭବିଷ୍ୟ ଶୂନ୍ୟବାଣୀ ଆମେ ଧର୍ମର ଡାକରା ଦେବୁ। ଆମେ ସେ ଧର୍ମ ଡାକରାଟାକୁ ଛାଡ଼ି ଦେଇପାରିବୁନି ବାବା, ସେଇ ଧର୍ମର ଡାକରା ଦେବୁ। ଏଥିଲାଗି ପୃଥ୍ୱୀ ଆଜି ଧ୍ୱଂସ ହେଉଛି ଏହି ପାପ ଭାରାରେ। ହିଂସା ଅହଙ୍କାର ଛାଡ଼ିନ, ଚାଲ ଧର୍ମ ବାଟରେ। ଦେଖ କୋଉଠି ଭଲ ଅଛି? ସବୁ ମନ୍ଦିର ଧର୍ମାନୁଷ୍ଠାନରେ ଖାଲି ଦୁର୍ନୀତି ତ ଚାଲିଛି। ବଜ୍ରପାତ ହେବ ନିଶ୍ଚୟ, ସ୍ଥାନେ ସ୍ଥାନେ ଘଟୁଛି। ଅନେକ କଥା ତ ରହିଛି। ଆଜିର ତ ସମୟ ହୋଇଯାଇଛି। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହବ। ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।